ଯୁବକଙ୍କୁ ନଦୀ ପୋଲ ଉପରୁ ଫିଙ୍ଗି ହତ୍ୟା ଘଟଣାର ସମସ୍ତ ଅଭିଯୁକ୍ତ ଜେଲ୍ ଗଲେ। କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ନିକିରାଇ ଗ୍ରାମର ମଣ୍ଟୁ ମଲ୍ଲିକକୁ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ କୃଷ୍ଣନଗର ଅଞ୍ଚଳର ଟିକିଲି ଜେନା ଓ ତାଙ୍କ ପୁଅ ଲିଟୁ ବଣ୍ଟି, ତାଙ୍କର ସମ୍ପର୍କୀୟ ଗଗନ ଜେନା, ଅଶ୍ୱିନୀ ଜେନା, କିଶୋର ଜେନା ସମୁଦାୟ 6 ଜଣ ମିଶି ମାଡ଼ ମାରିବା ସହ ଇନ୍ଦୁପୁର ଓ ବିରୁପା ସେତୁ ଉପରୁ ନଦୀକୁ ଫିଙ୍ଗି ଦେଇଥିଲେ। ବହୁ ଖୋଜାଖୋଜି ପରେ ତା ପରଦିନ ଅର୍ଥାତ୍ 15/8/2024 ମଣ୍ଟୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରିବାର ଲୋକଙ୍କ ଏତାଲାକୁ ଭିତ୍ତି କରି ନିକିରାଇ ଥାନା ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରାଯାଇଥିଲା। କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟାରିଆ ଉକ୍ତ ଘଟଣାକୁ ଗୁରୁତ୍ୱର ସହ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏସ୍ଡିପିଓ କ୍ଷମାସାଗର ପଣ୍ଡାଙ୍କ ପ୍ରତ୍ୟକ୍ଷ ସହଯୋଗରେ ନିକିରାଇ ଥାନା ଅଧିକାରୀ ସଞ୍ଜୟ ମଲ୍ଲିକ, ଏଏସ୍ଆଇ ସଞ୍ଜୁଲତା ମଲ୍ଲିକ, ଏଏସ୍ଆଇ ବିଜୟ ଦାସ, କନେଷ୍ଟବଳ ଜିତେନ୍ଦ୍ର ଦାସ, ତପନ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଟିମ୍ର ଦୀର୍ଘ 5 ଦିନ ଅକ୍ଳାନ୍ତ ପରିଶ୍ରମ କରିବା ସହ 6 ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ବରୀ ରାମଚନ୍ଦ୍ରପୁର ଥାନା ପକ୍ଷରୁ ବହୁ ପ୍ରକାର ସହଯୋଗ ମିଳିଥିଲା। ପରକୀୟା ପ୍ରୀତି ହତ୍ୟାର ମୁଖ୍ୟ କାରଣ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ନିକିରାଇ ଥାନା ଅଞ୍ଚଳର ନିକିରାଇ ଗ୍ରାମର ଶରତ ମଳିକ ପିତା ଦୁର୍ଯ୍ୟୋଧନ ମଳିକ ଅଭିଯୋଗ କରିଥିଲେ ଯେ ତାଙ୍କର ଭାଇକୁ ପାଣିରେ ବିରୁପା ନଦୀର ବ୍ରିଜର ପୋଲ ଉପରୁ ଫିଙ୍ଗି ମାରି ଦିଆଯାଇଛି। ତାଙ୍କ ଆଧାରରେ ଆମର ନିକିରାଇ ଥାନା କେସ୍ ନମ୍ବର 222/24 ରେଜିଷ୍ଟ୍ରିଭୁକ୍ତ ହୋଇଥିଲା ଏବଂ ଏଫଆଇଆର୍ ଆଧାରରେ ଆମେ ତଦନ୍ତ ଜାରି ରହିଛି ଏବଂ ତଦନ୍ତର ଜଣାପଡ଼ିଲା ଯେ କୃଷ୍ଣନଗର ଗ୍ରାମର 6 ଜଣ ବ୍ୟକ୍ତି ଏଥିରେ ସମ୍ପୃକ୍ତ ଅଛନ୍ତି ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଆରେଷ୍ଟ କରାଯାଇଛି ଏବଂ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଉଛି। ସେଇଟା ତ ଆଜ୍ଞା ଆମେ ବହୁତ ପରିଶ୍ରମ ହୋଇଛି। ମୁଦଲାମାନଙ୍କୁ ଆମେ ଯାଜପୁର ଅଞ୍ଚଳରୁ ଧରିଛୁ କିଛି ଲୋକଙ୍କୁ ଏବଂ କିଛି ଲୋକଙ୍କୁ ଲଳିତଗିରିରୁ ଧରାଯାଇଛି ଏବଂ ଆଉ କିଛି ଲୋକଙ୍କୁ କେନ୍ଦ୍ରାପଡ଼ା ଅଞ୍ଚଳରୁ ଧରାଯାଇଛି। ଟୋଟାଲ୍ ସମସ୍ତ ଆକ୍ୟୁଜଙ୍କୁ ଆମେ ଆରେଷ୍ଟ କରିସାରିଛୁ ଏବଂ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଉଛି। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ୁଛି ଏହା ପରୋକ୍ଷ ପ୍ରୀତିରୁ ଏହି ଘଟଣା ଆରମ୍ଭ ହୋଇଛି ଆଉ ଅଧିକ ତଦନ୍ତ ଜାରି ରହିଛି। କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ଧଳଙ୍କ ରିପୋର୍ଟ, ଓଡ଼ିଆ ଟୁଡେ।